ଅମ୍ବିକା ରାଗିଣୀକୁ କହୁଛନ୍ତି, ଯାହା ହଉ ତମେ ଏଠିକି ଆସିଗଲ, ନହେଲେ ମୁଁ ତମ ପାଖକୁ ଯାଇଥାନ୍ତି। ସେଇ ଟାଇମ୍ରେ ନାତାଶା ଅମ୍ବିକାକୁ କହୁଛନ୍ତି, ଯାହା ହଉ ଭଗବାନ ତମ ଡାକ ଶୁଣିଦେଲେ ଆଉ ଆମକୁ ଏଠିକି ପଠେଇଦେଲେ। ଆଉ ତମେ ଏବେ କେମିତି ଅଛ? ଖାଲି ଗୁଳି ବାଜିଛି, ଆଉ କିଛି ହେଇନି ତ? ସେଇ ଟାଇମ୍ରେ ରାଗିଣୀ ଅମ୍ବିକାକୁ କହୁଛନ୍ତି, ଗୁଳି ବାଜିଛି ଅମ୍ବିକା, ତମେ ଠିକ୍ ଅଛ ତ? ସେଇ ଟାଇମ୍ରେ ରାଗିଣୀକୁ ଅମ୍ବିକା କହୁଛନ୍ତି, ହଁ ମୁଁ ଏକଦମ ଠିକ୍ ଅଛି। ସେଇ ଟାଇମ୍ରେ ରାଗିଣୀ କହୁଛନ୍ତି, ଦେବୀ ମା'ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, କାହା ସହିତ ବି କିଛି ବି ଭୁଲ ହେଇନି। ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି, ତମେ ବିଲକୁଲ ବି ଚିନ୍ତା କରନି, ଏବେ କାହା ସହିତ ବି କିଛି ବି ଭୁଲ ହବନି। ଆଉ ଯଦି ବି କିଏ କାହା ସହିତ କିଛି ବି ଭୁଲ ହବାକୁ ଚେଷ୍ଟା କରେ, ତା ସହିତ ମୁଁ କିଛି ବି ହବାକୁ ଦେବିନି। ନା କ'ଣ ନାତାଶା, ମୁଁ ଠିକ୍ କହୁଛି ନା? ଯଦି ମଣିଷ ତା ଲାଇଫ୍ରେ ଥରେ ଭୁଲ ହୁଏ ନା, ତା ଲାଇଫ୍ରେ ସେ ତା ଭାଗ୍ୟ ଦୋଷ ଦେଇଦିଏ। ଆଉ ଯଦି ସେଇ ଭୁଲ ବାରମ୍ବାର ହେଇ ଚାଲିବ, ତାହେଲେ ସେତେବେଳେ ଭୁଲ ଭାଗ୍ୟର ନୁହଁ, ନିଜର ହେଇଥାଏ। ରାଇଟ୍? ସେଇ ଟାଇମ୍ରେ ନାତାଶା ଅମ୍ବିକାକୁ କହୁଛନ୍ତି, ୟେସ୍ ଆଇ ଆମ୍ ରାଇଟ୍ ଅମ୍ବିକା। ସେଇ ଟାଇମ୍ରେ ନାତାଶା ମନେ ମନେ ଭାବୁଛନ୍ତି, ତୁ ମୋତେ ଧୋକା ଦେଇକି ମୋ ଏଡିଙ୍କୁ ତୁ ମୋ ପାଖରୁ ଛଡ଼େଇ ନେଇଥିଲୁ ନା? ଭଉଣୀର ଭଲ ପାଇବା ଛଡ଼େଇ ନେଇ ତୁ ମୋ ସହିତ ବେଇମାନ କରିଥିଲୁ, କିନ୍ତୁ ଏବେ ସେମିତି କିଛି ବି ହେଇପାରିବନି, କାହିଁକି ନା ମୁଁ ତତେ ସେମିତି ଭୁଲ କରିବାକୁ ହିଁ ଜମା ବି ଦେବିନି। ସେଇ ଟାଇମ୍ରେ ଅମ୍ବିକା ମନେ ମନେ ଭାବୁଛନ୍ତି, ତୁ ମୋ ସହିତ ବାରମ୍ବାର ଭୁଲ କରି ଆସିଛୁ ନାତାଶା, କିନ୍ତୁ ମୁଁ ଆଉ ତତେ ମୋ ସହିତ ଭୁଲ ହବାକୁ ଦେବିନି। ପୂର୍ବଥର ମୁଁ ବୁଝିପାରିଲିନି, ତୁ ମୋ ଭଉଣୀ ନୁହଁ, ନାଗୁଣୀ ଥିଲୁ, ବାରମ୍ବାର ମୋତେ ଆଘାତ କରି ଚାଲିଥିଲୁ। ଏବେ ରିଧିକୁ ଢାଲ ବନେଇକି ତୁ ମୋ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛୁ ନା? ତୁ ଏଥର ନା କିଛି କରିପାରିବୁ, ନା ରିଧିର କିଛି କରିପାରିବୁ, ନା ଜୟ ସହିତ ରିଧିର ବାହାଘର କରିପାରିବୁ। ସେଇ ଟାଇମ୍ରେ ନାତାଶା ଅମ୍ବିକାକୁ କହୁଛନ୍ତି, ତୁ ପାରିବୁନୁ, କିଛି ବି କରିପାରିବୁନି। ଛାଡ଼, ଆମେ ଆଜି କିଛି ଅଫିସିଆଲ କାମରେ ନୁହଁ, ଗୋଟେ ଇନଭିଟେସନ୍ ଦେବାକୁ ଆସିଛି, ଆଉ ଗୋଟେ ଗୁଡ୍ ନ୍ୟୁଜ୍। ସେଇ ଟାଇମ୍ରେ ବିବେକ ନାତାଶାକୁ କହୁଛନ୍ତି, ଗୁଡ୍ ନ୍ୟୁଜ୍ ମାନେ କ'ଣ? ସେଇ ଟାଇମ୍ରେ ନାତାଶା କହୁଛନ୍ତି, ହଁ ଦିଦି କୁହ ନା, ସେ ସ୍ପେଶାଲ କାମଟା କ'ଣ? ସେଇ ଟାଇମ୍ରେ ରାଗିଣୀ କହୁଛନ୍ତି, ଆକ୍ଚୁଆଲି ଅମ୍ବିକା, ଆମେ ତମକୁ ଇନଭାଇଟ୍ କରିବାକୁ ଆସିଛୁ, ରିଧିର ମ୍ୟାରେଜ୍ ଇନଭିଟେସନ୍ ଦେବାକୁ। ସେଇ ଟାଇମ୍ରେ ଅମ୍ବିକା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସେଇ ଟାଇମ୍ରେ ରାଗିଣୀ କହୁଛନ୍ତି, ଡୋଡୋ ନା ବହୁତ ସୁନ୍ଦର କାର୍ଡ଼ ବନେଇଛି, ଆଉ ମୋତେ ବି ବହୁତ ପସନ୍ଦ ଆସିଲା। ସେଇ ଟାଇମ୍ରେ ନାତାଶା ଅମ୍ବିକାକୁ କହୁଛନ୍ତି, ହଁ କ'ଣ ହେଲା, ବାହାଘର ମାନେ ତ କାର୍ଡ଼ ଛପେଇବାକୁ ପଡ଼ିବ ନା? ଆଇ ନୋ ତମେ ଫାର୍ଷ୍ଟ ଟାଇମ୍ ପାଇଁ ଇଣ୍ଡିଆ ଆସିଛ, ତମେ ଆମ ଇଣ୍ଡିଆରେ ଜମା ବି ବାହାଘର ଦେଖିନା। ଆଇ ଏମ୍ ସିଓର ଅଷ୍ଟ୍ରେଲିଆରେ ତ ଏମିତି ବାହାଘର ହେଉନଥିବ, କିନ୍ତୁ ଆମ ଓଡ଼ିଶାରେ ଏମିତି ନିୟମ ଅଛି, ପ୍ରତ୍ୟେକ ଜଣଙ୍କ ଘରକୁ ଯାଇକି ଇନଭିଟେସନ୍ ଦବାଇକି ଆସିବାକୁ। ଦେଖ ନା, ତମ ଘରକୁ ବି ପୁଣି ଇନଭିଟେସନ୍ ଆସିଛି, ଆଉ ପୁରା ପ୍ରଥମେ ତମେ କିନ୍ତୁ ଯେତେ ଚେଷ୍ଟା କର ଅମ୍ବିକା ଏ ବାହାଘରକୁ ନ ଆସିବାକୁ, କିନ୍ତୁ ତମକୁ ଯେତେ ଯାହା ହେଲେ ବି ଏ ବାହାଘରକୁ ଆସିବାକୁ ପଡ଼ିବ। ମୁଁ ତମର ଆଉ ଏଡିଙ୍କର ସବୁ ଡକୁମେଣ୍ଟ ଚେକ୍ କରିସାରିଛି, ତମର କୌଣସି ଇମ୍ପୋର୍ଟାଣ୍ଟ ମିଟିଂ ବି କାଲି ନାହିଁ, ଆଉ ଏମିତି କିଛି କାମ ନାହିଁ ଯେ ଯେଉଁଟା ବାହାଘରକୁ ଆସିଲେ କ୍ୟାନସଲ୍ ହେଇଯିବ। ତ କୌଣସି ବାହାନା ଚଳିବନି, କାହିଁକି ନା ମୁଁ ଚାହୁଁଛି ତମେ ରିଧିର ବାହାଘରକୁ ଆସିବା ଦରକାର, କାହିଁକି ନା ତମେ ରିଧିର ସାଙ୍ଗ ନା। ଗୋଟେ ଭଉଣୀର ବାହାଘରକୁ ତ ନିଶ୍ଚିତ ଭାବରେ ଆସିବାକୁ ପଡ଼ିବ। ସେଇ ଟାଇମ୍ରେ ଆଦି ସେପଟେ ସାର୍ଟ ପିନ୍ଧିଲା ବେଳେ ଆଦିଙ୍କର ବଟନ୍ ସେ ସାର୍ଟରୁ ଛିଣ୍ଡି ଯାଇଛି, ଆଉ ଆଦି କହୁଛନ୍ତି, ଏତେ ସବୁ ସାର୍ଟ ଅଛି, କିନ୍ତୁ କାହିଁକି ଏ ବଟନ୍ ନଥିବା ସାର୍ଟଟି ମୋତେ ବହୁତ ପସନ୍ଦ ଆସୁଛି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।